ଦୃଶ୍ୟରୁ ନେଇ ଆସିଛନ୍ତି ମୋ ସ୍ୱାମୀକି। କିଛି ଜାଣିନାହାନ୍ତି, ସେ ବହୁତ ନିରବ ଲୋକ। ମଞ୍ଚା ଉପରୁ ଚାଷୀମାନେ ଧାନ କ୍ଷେତ ଜଗୁଥିଲେ। ସଦଳ ବେଳେ ପହଞ୍ଚିଗଲେ ରେଞ୍ଜର। ରାତି ଅନ୍ଧାର ସୁଯୋଗରେ ନିସ୍ତୁକ ପିଟି ଚାଲିଲେ। କେବଳ ଏତିକି ନୁହଁ, ସେମାନଙ୍କ ହାତ ଗୋଡ଼ ବାନ୍ଧି ଅଫିସକୁ ନେଇ ଆସି ଉଲଗ୍ନ କରାଇ ଦେହରେ ବିଛୁଆତି ମାରିଦେବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି। ମଧ୍ୟଯୁଗୀୟ ବର୍ବରତା ଭଳି ପାଠୁଆ ରେଞ୍ଜରଙ୍କ ଅପାଠୁଆ କାରନାମା ଏବେ ସବୁଠି ସମାଲୋଚନା, ଯାହା ପାଇଁ ନୀଳଗିରିରେ ଆଦିବାସୀ ମେଳି ହୋଇଛି। ସହସ୍ରାଧିକ ଆଦିବାସୀ ଜଙ୍ଗଲ ବିଭାଗର ଏହି ଜଙ୍ଗଲୀ ଆଇନକୁ ବିରୋଧ କରି କୁଲଟିହୋ ରେଞ୍ଜ ଅଫିସ ଘେରାଉ କରିଥିବା ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ କେଶିପୁର ପଞ୍ଚାୟତ କଇମହୁଡ଼ି ଗାଁର ମକରା ସୋରେନ ତାଙ୍କ ଗାଈ ଖୋଜିବାକୁ ବଣ ଭିତରକୁ ଯାଇଥିବା ବେଳେ ଗୟଳ ଆକ୍ରମଣ ଯୋଗୁଁ ଏହି ଗାଈ ଚରାଳୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ସମ୍ପୃକ୍ତ ରେଞ୍ଜ ଅଧିକାରୀ ଏହା ଗୟଳ ନୁହେଁ ବରଂ ଜଙ୍ଗଲୀ ମଇଁଷି ବୋଲି ବୟାନ ରଖୁଥିଲେ। ମୃତକ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସରକାରୀ ନିର୍ଦ୍ଦେଶନାମା ରହିଥିଲେ ହେଁ ଏହାକୁ ରେଞ୍ଜ ଅଧିକାରୀ ଜଣକ ବେଖାତିର କରି ଚାଲିଥିଲେ। ସେପଟେ ଶିକାରୀ ଓ ତସ୍କରଙ୍କୁ ଧରିବା ଆଳ ଦେଖାଇ ରେଞ୍ଜ ଅଧିକାରୀ ଜଣକ ରାତି ଅଧିଆ ଆଦିବାସୀ ବସ୍ତିରେ ପଶି ଉତ୍ପାତ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଖୁଲିଆ ଗାଁର ଶ୍ୟାମ ସିଂ, ବ୍ରଜକିଶୋର ସିଂ, ହରିମୋହନ ସିଂ ପ୍ରମୁଖକୁ ହାତଗୋଡ଼ ବାନ୍ଧି ନିଜ ଅଫିସ ଭିତରେ ଉଲଗ୍ନ କରି ନିସ୍ତୁକ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏପରିକି ସେମାନଙ୍କ ଦେହରେ ବିଛୁଆତି ଲଗାଇ ନଚାଇବା ଘଟଣା ଅଞ୍ଚଳରେ ଉଦ୍ବେଗ ଖେଳିଯାଇଛି। ସବୁ ଗଡରେଜ ଖୋଲିଲେ, ବାକ୍ସ ଖୋଲିଲେ, ର୍ୟାକ୍ ଖୋଲିଲେ, ଖଟ ପଲଙ୍କ ଦେଖିଲେ, କିଛି ପାଇଲେନି। ମୁଁ କହିଲି ମୁଁ ଘର ଲୋକ ଡାକେ, କହିଲେ ଡାକିବା ଦରକାର ନାହିଁ। ସେଇଠୁ ମୁଁ କହିଲି ଯେମିତି ଜିମି ବୋଲି ବାହାରିନି, ମତେ ପିଟିଲେ, ମାଇଲେ, ସବୁ ମ୍ୟାଡାମ ମାନେ ମାଇଲେ, ମାରିକି ଆକୁ ଧକ୍କା ହାବୁକା ମାରିକି ଧିନି ଆଇଲେ ଟାଣିକି। ବିନା ଦୋଷରେ ନେଇ ଆସିଛନ୍ତି ମୋ ସ୍ୱାମୀକି। କିଛି ଜାଣିନାହାନ୍ତି, ସେ ବହୁତ ନିରବ ଲୋକ। ଯେତେବେଳେ ଆମେ ସାର୍ ନିଦ ବେଳେ ଶୋଇଛେ, ଉଠିଲା ବେଳକୁ ସେ ଜଣେ ଆମର ତାଙ୍କ ଷ୍ଟାଫ ଜଣେ ଚଢ଼ିଗଲା ଭାଡ଼ି ଉପରକୁ, ଆମକୁ ଧକ୍କା ମାରିକି ତଳକୁ ଓହ୍ଲେଇଦେଲା। ଓହ୍ଲେଇଲା ପରେ ତଳେ ଠିଆ ହେଇଥିଲେ ଆମର ଯେଉଁ ରେଞ୍ଜର ବୋଲି କହୁଛନ୍ତି ଆମର ସୁବ୍ରତ ସାର୍। ଆଉ ଯେତେବେଳେ ଓହ୍ଲେଇ ପଡ଼ିନି ମୋତେ କଲର ଧରିକି ଗୋଟେ ବେନିୟନଟା ଖୋଲିଥିଲି, ଧରି ପକେଇଲେ। ଧରି ପକେଇକି ତିନି ଚାପୁଡ଼ ପିଟିଲେ, ମାନେ ସାର୍ ଏତେ ଜୋର ପିଟିଲେ ମାନେ ଚକ୍ରୀ ଭଳିଆ ବୋଲିଲେ ସେଠି। ଆଉ ସେଠୁ କହିଲି ମୁଁ ସାର୍ଙ୍କୁ, ସାର୍ ମୋର ତ କିଛି ଦୋଷ ନାହିଁ। ସବୁ ଅସଭ୍ୟାସା କରିକି ମୋତେ ଗାଳି ଦେଲେ। ଗାଳି ଦେଇକି ମୋତେ ସେ ମୁଁ ଯେ ଚଦରଟା ଘୋଡ଼େଇ ହେଇଥିଲି ସେଇଥିରେ ମୋତେ ପଛ ଆଡ଼କୁ ହାତ ଦୁଇଟା ବାନ୍ଧିକି ମୋତେ ନେଇ ଆସିଲେ। ଯେତେବେଳେ ପାର୍ଟି କଲେ ମୁଁ ଆକୁ କହିନି ଚାଲ ନା କିଏ ପାର୍ଟି କରୁଛି ନା ଝଗଡ଼ା ମଗଡ଼ା ଲାଗୁଛନ୍ତି, ଚାଲ ନା ଯିବା। ଯାଇକି ସେଇଠି ଗଲେ, ସେଇଠି ନିଆଁ ଜଳେଇଛନ୍ତି। ସେଇଠି ଆମେ କହିଲେ କିସ ହଉଛି ଏଠି? ନା ଏଠି ହାତୀ ଆସିଥିଲା, ପାର୍ଟି କଲେ, ହାତୀଟା ଉଠିଗଲା ଫୁର୍ତୁ, ସେଇ ନାକି ପାର୍ଟି କରିଥିଲେ। ଯାଇକି ସେଇଠି 5 ମିନିଟ୍ ମାତ୍ର ବସିଥିଲେ। ଇଆଡ଼େ ସାର୍ ମାନେ ଗଲେ ଆମକୁ ଧରିଲେ, ପିଟିଲେ। ଫାଷ୍ଟ ପିଟିଲେ, ତାପରେ ବାନ୍ଧିଲେ, ତାପରେ କହିଲେ ଚାଲ ସିଆଡ଼େ ଯିବା, ଆଉ ସିଆଡ଼େ ଆଉ ଅଛନ୍ତି ନା କ'ଣ ଦେଖି ଆସିବା। ସେଇଠୁ ପିଟିକି ଆଣିଲେ ଏଇ ଅଫିସକୁ। ସେଇଠି ସାର୍ଟ ଫାର୍ଟ ସବୁ ଖୋଲିଲେ, ଇଏ ମୋର କ'ଣ କହନ୍ତି ଇଏ ବିଛାତି ପତ୍ର ଆଣିଲେ, ସେଇଗୁଡ଼ା ସବୁ ଆଡ଼େ ଘଷିଲେ, ପ୍ୟାଣ୍ଟ ସାର୍ଟ ସବୁ ଖୋଲିଲେ। ତାପରେ ନଚା କରଉଛନ୍ତି, ଫେର ପିଟୁଛନ୍ତି। ଆମକୁ ସାରେ ଯେଉଁ ତଳେ ବନ୍ଧା ହେଇଛି ସେଇଠି ମଳିକି ଆମେ ବାନ୍ଧିକି ଆଣିଲେ। ଆମର ଏଠି ପିଟା ମରା କଲେ, ଆଉ ନଙ୍ଗଳା କଲେ ବି ଅବଶ୍ୟ। ଆଉ ଯେତେବେଳେ ଆମେ ଯଦି ହସ୍ପିଟାଲ ଆମେ ଯାହା କହିବୁ ତମେ ସେୟା କହିବ, ଯଦି ନ ମାନିବ ଆମ କଥା ତମକୁ ଆହୁରି ଏଠି ରିମାଣ୍ଡରେ ଆଣିବା, ପିଟିବା ଆହୁରି। ସେବା ଦେବେ ସେ କହିଛନ୍ତି, ଆମ ସୁବ୍ରତ ସାର୍ କହିଲେ। ତାପରେ ଆମେ କିଛି କହିଲୁନି, ତାପରେ ଆମକୁ ଜେଲ ପଠେଇଲେ। ଆମେ ସେଇଠୁ ଜେଲ ଆମେ ବେଲ ହେଇକି ଆସିଛୁ ଆମେ। ଆଜ୍ଞା, ଯେହେତୁ ଫରେଷ୍ଟ ରିଜର୍ଭ ଭିତରେ ତାକୁ ମାରିଛି, ତାର ସରକାର ଆଇନ ଅଛି 10 ଲକ୍ଷ ଟଙ୍କା ସେ କମ୍ପନସେସନ ପାଇବ। ତେଣୁ ଆମେ ସେଇଟା ଗୋଟେ ପ୍ରଥମ ଦାବି ଥିଲା, ତାକୁ କମ୍ପନସେସନ ଦିଆଯାଉ। ତା ସହିତ ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟର ଜୁଲମ ଚାଲିଛି ଗରିବ ଆଦିବାସୀ ଲୋକଙ୍କ ଉପରେ, ସେ ଜୁଲମ ବନ୍ଦ କରାଯାଉ। କାରଣ ଏପରିକି ସେମାନେ ପିଟୁଛନ୍ତି, ଅଯଥା ଯେଉଁମାନେ ଦୋଷ କରୁନାହାନ୍ତି ତାକୁ ଆଣି ଭିତରେ ପୁରଉଛନ୍ତି। ଏଇଟା ଜୁଲମବାଜି ବନ୍ଦ ହଉ। ଆଜି ଆଦିବାସୀମାନେ ମେଳି ବାନ୍ଧି କୁଲଟିହା ଅଫିସ ଘେରାଉ କରିବା ପରେ ରେଞ୍ଜର ଜଣକ ସେଠାରେ ପହଞ୍ଚି ମୃତକଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା କରାଇବେ ବୋଲି ଜଣାଇଥିଲେ। ସେପଟେ ଏ ସମ୍ପର୍କରେ ସମ୍ପୃକ୍ତ ରେଞ୍ଜରକୁ ପଚରାଯିବାରୁ ସେ କାହାରିକୁ ପିଟି ନାହାନ୍ତି କି ଦୁର୍ବ୍ୟବହାର କରିନାହାନ୍ତି ବୋଲି ଜଣାଇଛନ୍ତି। ଡିସିସନ ହେଲା ଯେ ଆମେ ସରକାରଙ୍କୁ ଜଣାଇଲୁ ଏଇ ବାବଦରେ। ଜଣେ ଆମର ମକରା ସିଂ ବୋଲି ଜଣେ ଲୋକ ନିଜ ଗାଈ ଖୋଜିବାକୁ ଯାଇଥିଲେ, ସେ କୁଲଡିଆ ପେରିଫେରିରେ ଜଣେ ଜନ୍ତୁ ଦ୍ୱାରା ଆକ୍ରମଣ ହେଇକି ସେ ମୃତ୍ୟୁବରଣ କରିଥିଲେ। এই ବାବଦରେ ଆମେ ସରକାରଙ୍କୁ ଜଣାଇଥିଲୁ ଏବଂ ତାର ଅନୁକମ୍ପାମୂଳକ ରାଶି ଆମେ ଦେବା ପାଇଁ ପ୍ରସ୍ତୁତ ଅଛୁ। ନିଜକୁ ଜଙ୍ଗଲ ମନ୍ତ୍ରୀଙ୍କ ଗାଁ ଲୋକ କହି ଅଭୟ ପାଉଥିବା ଏହି ରେଞ୍ଜ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ କରି ରାଜ୍ୟ
ପିସିସିଏ ପଦକ୍ଷେପ ନେବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଜଙ୍ଗଲ ବିଭାଗର ଜଙ୍ଗଲି ଆଇନ ତାହା ପୁଣି ପାଠ ପଢାଉଛନ୍ତି ରେଞ୍ଜ ଅଫିସର ସୁବ୍ରତ ବେହେରା, ଯାହା ପାଇଁ ଆଜି ଆଦିବାସୀ ମାନେ ମେଳି ବାନ୍ଧିଛନ୍ତି ଏବଂ ସେମାନେ ଦାବି କରିଛନ୍ତି ଆମକୁ ଏ ଅକଥନୀୟ ଅତ୍ୟାଚାରରୁ ମୁକ୍ତି ମିଳୁ ଏବଂ କ୍ଷତିପୂରଣ ମିଳୁ। ତେବେ ଦେଖାଯାଉ ବନ ବିଭାଗ ଏଥିପ୍ରତି କେତେ ଯତ୍ନବାନ ହେଉଛି ଏବଂ ରେଞ୍ଜ ଅଫିସର ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ଅଶେଷ, ସମାଜ ଲାଇଭ୍।